ମୋ ପୁଅ ପାଇଁ ମୁଁ ଆଜି ବନେଇଛି ବନ୍ଧାକୋବି ପରଟା। ଚାଲନ୍ତୁ ଦେଖିବା କୋଉ ଭଳି ମୁଁ ବନେଇଛି। ବନ୍ଧାକୋବିକୁ ପ୍ରଥମେ ଚୁନା ଚୁନା କରି କାଟିଦେବା, ତା ଦେହରେ ଲୁଣ ଗୋଳେଇ କିଛି ସମୟ ରଖି ତାକୁ ଚିପୁଡ଼ିକି ପାଣିଟିକୁ ବାହାର କରିଦେବା। ସେଇ ପାଣି ଦେହରେ ଆମେ ଅଟାଟିକୁ ଦଳିବା। ଆମେ ବନ୍ଧାକୋବିରେ ଲୁଣ ଦେଇଛନ୍ତି, ଅଳ୍ପ ଟିକେ ଲୁଣ ଦେଇଦେବା ଅଟା ଦେହରେ, ଦଳି ତାକୁ ଘୋଡ଼େଇକି ରଖିଦେବା। ତାପରେ ବନ୍ଧାକୋବିରେ ନେବା ଆମେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ମସଲା ଗୁଣ୍ଡ, ଲୁଣ ନେବା, କିଛି କଟା ପିଆଜ, କିଛି କଟା ଧନିଆ ପତ୍ର, କିଛି କଟା କଞ୍ଚା ଲଙ୍କା ନେଇ ମ୍ୟାଗି ମସଲା ଟିକେ ନେବା, ତାକୁ ଭଲ ଭାବେ ଗୁଳାଗୁଳି କରି ରଖିଦେବା। ପୁରା ଦୁଇଟା ପତଳା ପତଳା ରୁଟି ତିଆରି କରିଦେବା। ରୁଟି ତିଆରି କରି ଗୋଟେ ରୁଟିରେ ଦେଇଦେବା ଟିକେ ପୁରଟା, ଚାରିକାନି ପାଣି ଲଗାଇଦେବା, ତା ଉପରେ ଆଉ ଗୋଟେ ରୁଟି ଥୋଇକି ଟିକେ ଗଡ଼େଇଦେବା ଆମର ରୁଟି ଗଡ଼ାଟି। ମାନେ ବେଶୀ ବଳିବାନି, ଆଉ ଅଳ୍ପ ଟିକେ ବଳି ଦେଇ ତା ଚାରିକାନି ଡିଜାଇନଟି ଦେଇଦେବା। ଦେଖିଲେ କେତେ ସୁନ୍ଦର ଲାଗୁଛି, ଫୁଲ ପୁରି ଦେଖାଯାଉଛି ପୁରା। ଆପଣମାନଙ୍କର ଇଚ୍ଛାରେ ଆପଣ ଡିଜାଇନ ଟିକେ ଦେଇପାରିବେ। ତାପରେ ତାୱା ଗରମ କରି ରୁଟିଟିକୁ ସେକିଦେବା। ତେଲ ଦିଅନ୍ତୁ ନହେଲେ ଘିଅ ଦିଅନ୍ତୁ। ଚାଲନ୍ତୁ ଏବେ ଦେଇଦେବା ଖାଇବା ପାଇଁ।